ବାହୁନି ବାହୁନି କାନ୍ଦୁଛନ୍ତି ଭଉଣୀ ଆଉ ମୂର୍ଚ୍ଛିତ ହୋଇଛନ୍ତି ସ୍ତ୍ରୀ। ବାହାଘରର ବର୍ଷେ ନ ପୂରୁଣୁ ଅକାଳରେ ଚାଲିଗଲା ଯୁବକଙ୍କ ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ମୁଖିଗୁଡ଼ା ଗାଁରେ। ବିଦ୍ୟୁତ୍ ବିଭାଗର ଅବହେଳା ଯୋଗୁଁ ଆଜି ଜଣେ ନିରୀହ ଯୁବକର ଜୀବନ ଚାଲିଯାଇଛି। ଘର ଉପରେ ଦେଇଯାଇଥିବା 11 କେଭି ବିଦ୍ୟୁତ୍ ତାର ସ୍ପର୍ଶରେ ଆସି ମୁଖିଗୁଡ଼ା ଗାଁର ରାକେଶ ତମାଞ୍ଚ ବୟସ 32ଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ରାକେଶ ଆଜି ସକାଳେ ନିଜ ଘରର ଛାତ ସଜାଡ଼ୁଥିଲେ, କିନ୍ତୁ ଉପରେ ଯାଇଥିବା 11 କେଭି ତାର ସ୍ପର୍ଶରେ ଆସି ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ଘର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ରାକେଶଙ୍କୁ ମୃତ ଘୋଷଣା କରିଛନ୍ତି। ତାଙ୍କ ମୃତ୍ୟୁକୁ ନେଇ ବର୍ତ୍ତମାନ ପରିବାରରେ ଶୋକର ଛାୟା ଖେଳିଯାଇଛି। ବିଦ୍ୟୁତ୍ ବିଭାଗଙ୍କ ଏଭଳି ଅବହେଳା କାହିଁକି? ଦେଖାଯାଉ ଖବର ପ୍ରସାରଣ ପରେ ବିଦ୍ୟୁତ୍ ବିଭାଗଙ୍କ ତତ୍ପରତା କେତେ ତାହା ଦେଖିବାକୁ ବାକି ରହିଲା। କଳାହାଣ୍ଡି ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ବାବୁଲି ହରିଜନଙ୍କ ରିପୋର୍ଟ, ନିର୍ମଳ ଟିଭି।